ଈଶ୍ୱରଙ୍କ ସୃଷ୍ଟିରେ ମାନବ ଶ୍ରେଷ୍ଠ ଶୃଙ୍ଗାର, ତା ଅନ୍ତରରେ ପରମାତ୍ମାଙ୍କର ଦିବ୍ୟ ଜ୍ୟୋତି ସତତ ଜଳୁଥାଏ, ଯାହାକି ଜୀବାତ୍ମା ଯାତ୍ରାରେ ତାର ପଥ ପ୍ରଦର୍ଶନ କରେ ଏବଂ ମାନବକୁ ନିମ୍ନ ସ୍ତରରୁ ଉଠାଇ ସତ୍କର୍ମ ଆଡ଼କୁ ପ୍ରେରିତ କରେ, ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯାଏ, ଭ୍ରଷ୍ଟକୁ ଶିଷ୍ଟ କରେ, ଅସତ୍କୁ ସତ୍ କରେ। ଉକ୍ତ ଦିବ୍ୟ ଜ୍ୟୋତିର ନାମ ହେଉଛି ବିବେକ। ଏହି ବିବେକ ନଥିବା ବ୍ୟକ୍ତି ପଶୁ ସହିତ ସମାନ, କାହିଁକି ନା ପଶୁର ବିବେକ ନଥାଏ। ତେଣୁ ଯେଉଁ ମାନବର ବିବେକ ନାହିଁ ସେ ପଶୁ ତୁଲ୍ୟ ଅଟେ। ଯେଉଁ ବ୍ୟକ୍ତି ଏହି ବିବେକ ରୂପ ଜ୍ୟୋତିକୁ ଯେତେ ଜାଜ୍ୱଲ୍ୟମାନ ରଖିପାରେ ତା ଅନ୍ତରର ଦିବ୍ୟତା ସେତିକି ବିରାଜମାନ ହେବ। ମାନବତା ଯେତେବେଳେ ଭୋଗ ବାସନା ଇନ୍ଦ୍ରିୟ ସୁଖରେ ଲିପ୍ତ ହୋଇ ଅଶିଷ୍ଟ ଆଚରଣରେ ଲିପ୍ତ ହୁଏ ତାକୁ କୁହାଯାଏ ଦାନବତା। ତେଣୁ ସେ ଅସୁର ଗୁଣ ଧାରଣ କରିବାର ଲକ୍ଷଣର ପ୍ରକାଶ ପାଏ। ଭ୍ରଷ୍ଟାଚାର ମନୁଷ୍ୟ ନିଜ ଅନ୍ତର୍ନିହିତ ଶକ୍ତି ଜାଗ୍ରତ କରେ, ଦୁଷ୍ଟ ପ୍ରକୃତିକୁ ଦମନ କରି ଶିଷ୍ଟ ଆଚରଣ ଅଭ୍ୟାସ କରିପାରେ। ଯେପରି ସୁନାର ଥାଳିରେ ମହିଳା ଲାଗିଥାଏ ତାକୁ ମହିଳା ଥାଳି ବୋଲି କହି କେହି ଫୋପାଡ଼ି ଦିଏ ନାହିଁ, ବରଂ ତାକୁ ସଫା କରି ପୁଣି ଚକ୍ ଚକ୍ କରି ବ୍ୟବହାର କରେ। ସେହିପରି ଏକ ଶିଷ୍ଟାଚାର ବିହୀନ ଅର୍ଥାତ୍ ଭ୍ରଷ୍ଟାଚାରୀ ମଧ୍ୟ ଚେଷ୍ଟା କରି ଶିଷ୍ଟାଚାରୀ ହୋଇପାରିବ। ଶିଷ୍ଟ ମାନବ ହେବା ପାଇଁ ଆମକୁ ସମୟ, ଶକ୍ତି ଏବଂ ଦ୍ରବ୍ୟର ସଦ୍ ଉପଯୋଗ କରିବାକୁ ହେବ। ସମୟର ଏକ କ୍ଷଣ, ଶକ୍ତିର ଏକ ବିନ୍ଦୁ, ଦ୍ରବ୍ୟର ଏକ ଅଣୁ ମଧ୍ୟ ଯେପରି ବ୍ୟର୍ଥ ନଯାଏ। ଯେଉଁମାନେ ନିଜର ସମୟ, ଶକ୍ତି, ଦ୍ରବ୍ୟର ସଦୁପଯୋଗ କରନ୍ତି ସେମାନେ ନିଜର ଉତ୍ଥାନ କରିପାରନ୍ତି ନାହିଁ। ଶିଷ୍ଟାଚାରର ବିଶ୍ୱାସ ପାଇଁ ଅନ୍ତଃକରଣର ଶୁଦ୍ଧି ନିତାନ୍ତ ଆବଶ୍ୟକ। ମାନବ ସର୍ବୋତ୍ତମ ଭାବେ ପୂର୍ଣ୍ଣ ମାନବ ହେବା ପାଇଁ ଶିଷ୍ଟାଚାରର ପାଳନ ଏକାନ୍ତ ଆବଶ୍ୟକ। ସତ୍ୟଂ ବୃହତ୍ ପାଠର ଆବଶ୍ୟକତା ଏତେ ନାହିଁ ଯେତେ ପ୍ରିୟ ବୃହତର। ଅନ୍ଧକୁ ଅନ୍ଧ, କଣାକୁ କଣା ବା କୁଜାକୁ କୁଜା ବୋଲି କହିଲେ ତାର ଆତ୍ମସମ୍ମାନରେ ଆଘାତ ଆସେ। ଶିଷ୍ଟତା ଦ୍ୱାରା ବିନୟ ଓ ନମ୍ରତାର ଭାବେ ଉତ୍ପନ୍ନ ହେଲେ ସମାଜକୁ ସଂସ୍ପର୍ଶ, ପରସ୍ପର ଆକ୍ରୋଶ ଏବଂ ଈଶ୍ୱର ଭାବ ସ୍ୱୟଂ ସମାପ୍ତ ହୋଇଯିବ। ନମ୍ରତା ସଦୈବ ପ୍ରଶଂସନୀୟ, କିନ୍ତୁ ଯେତେବେଳେ ସେଥିରେ ଛନ୍ଦକପଟତା, ଦମ୍ଭର ସମାବେଶ ହୁଏ ତାକୁ ମନୁଷ୍ୟକୁ ସମୂଳେ ନଷ୍ଟ କରିଦେଇଥାଏ। ଆଚାର ପରମ ଧର୍ମ, ଏହା ହିଁ ପ୍ରତ୍ୟେକ ବ୍ୟକ୍ତିର ଜୀବନର ଲକ୍ଷ୍ୟ ହେବା ଉଚିତ। କାରଣ କୁଳାଚାର ନ ରହିଲେ କୌଣସି ଧର୍ମ ଆସେ ନାହିଁ। ଲଙ୍କାଧିପତି ରାବଣ ଉଲୁଚ୍ଛ ଋଷିଙ୍କର ନାତି ତଥା କୁବେରର ଭାଇ ଥିଲା। 4 ବେଦରେ ପଣ୍ଡିତ ଥିଲା। ଭଗବାନ ଈଶ୍ୱରଙ୍କର ପରମ ଭକ୍ତ ଥିଲା। ସ୍ୱର୍ଣ୍ଣ ଲଙ୍କାର ଅଧୀଶ୍ୱର ଥିଲା ଓ ପ୍ରବଳ ପରାକ୍ରମୀ ଥିଲା। ମାତ୍ର ଆଚାର ବିହୀନ ହୋଇଥିବା ଯୋଗୁଁ ତାର ଗଣନା ରାକ୍ଷସ ଶ୍ରେଣୀରେ ହେଲା। କିନ୍ତୁ ତାର ଭାଇ ବିଭୀଷଣକୁ ନିଜର ସଦାଚାର ଓ ଶିଷ୍ଟାଚାରର ଗୁଣ ଯୋଗୁଁ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ମିଳିଲା। ତେଣୁ ଆସନ୍ତୁ କିଛି ହିତୋପଦେଶ ଜାଣିବା। ଜୀବ ହତ୍ୟା କର ନାହିଁ,
ଜୀବ ହତ୍ୟା କଲେ ବିବେକର କୌଣସି ମୂଲ୍ୟ ରହେ ନାହିଁ। ଅର୍ଥନୈତିକ ଆଚରଣ କର ନାହିଁ। ଅର୍ଥନୈତିକ ଆଚରଣ କଲେ ବ୍ୟଗ୍ନି ଏବଂ ମୂଲ୍ୟହୀନ ହୋଇଯାଏ। ନିଜର ମହତ୍ଵ ରହେ ନାହିଁ। ଚୋରି କର ନାହିଁ, ଏହା ବଡ଼ ଅପରାଧ। ଅନେକ କୁଣ୍ଡ ଭାବି ଘାଣ୍ଟିବାର ଆବଶ୍ୟକତା ଅଛି ତ ଆପଣମାନେ ପରଦ୍ରବ୍ୟ ଉପରେ ଦୃଷ୍ଟି ରଖନ୍ତୁ। ଲୋଭ ଲାଳସା କର ନାହିଁ, ଏହା ଆପଣଙ୍କୁ ବହୁତ ବୁଡ଼ାଇବ। ମିଥ୍ୟା ସାକ୍ଷୀ ଦିଅ ନାହିଁ, ଏହା ପରମ ଅପରାଧ ବା ପାପ ଅଟେ। ଏଥିରୁ କୌଣସି କେହି ମୁକ୍ତ ହୋଇପାରିବେ ନାହିଁ। ପ୍ରତ୍ୟେକ ବ୍ୟକ୍ତିକୁ ଆଦର କର। ଆପଣ ଆଦର କଲେ ଆପଣଙ୍କୁ ସେ ନିଶ୍ଚିନ୍ତ ଆଦର କରିବ। ଗୋଟିଏ ପଟରୁ ଆରମ୍ଭ ହେଲେ ଅନ୍ୟ ପଟରୁ ନିଶ୍ଚିନ୍ତ ଆରମ୍ଭ ହେବ। ଯେପରି ସାଗରର ଯେଉଁ ବସ୍ତୁ ନେଇଯାଏ ସେହି ବସ୍ତୁ କୂଳରେ ଫେରେଇ ଦିଏ। ନିଜ ପାଇଁ ଅନ୍ୟଠାରୁ ଯେପରି କର୍ମ ତୁମେ ଚାହଁ ନାହିଁ, ଅନ୍ୟକୁ ସେହିପରି କର୍ମ କରିବାକୁ ଦିଅ ନାହିଁ। କାରଣ ଆପଣଙ୍କର ଦରକାର ନାହିଁ କିନ୍ତୁ ଅନ୍ୟ ଜଣେ କରୁଛି, ଏଥିରେ ଆପଣଙ୍କର ପାପ ଭାର ବଢିବ। କାହିଁକି ନା ଅନ୍ୟକୁ ଆପଣ ଯେଉଁ କର୍ମ କରିପାରୁନାହାନ୍ତି ଅନ୍ୟ ଦ୍ୱାରା କରାଉଛନ୍ତି। ଦୁଃଖୀର ଦୁଃଖ ଦୂର କର, ଏହା କଲେ ଆପଣଙ୍କୁ ବହୁତ ପୁଣ୍ୟ ମିଳିବ। ଉଲ୍ଲଗ୍ନକୁ ବସ୍ତ୍ର ଦାନ କର, ଏହା ମହତ୍ କର୍ମ। ପୀଡ଼ିତ ବ୍ୟକ୍ତିର ସେବା କର, ମାନବ ସେବା ହିଁ ମାଧବ ସେବା। କଷ୍ଟ ପୀଡ଼ିତଙ୍କୁ ସାହାଯ୍ୟ କର, ଏଥିରେ ଆପଣମାନଙ୍କର ଧନ ସରିବନି, ବଢିବ। ଦୁଃଖୀକୁ ସାନ୍ତ୍ୱନା ଦିଅ, ଦୁଃଖୀକୁ ସାନ୍ତ୍ୱନା ଦେଲେ ଯେଉଁ ପରମ ଶାନ୍ତି ଦୁଃଖୀର ମିଳିବ ତାହା ଆପଣଙ୍କର ପୂର୍ବଜନ୍ମ ପାଇଁ ସଞ୍ଚିତ ହେବ। କାହାରି ଉପରେ କ୍ରୋଧ କର ନାହିଁ, କାହିଁକି ନା ଆପଣ ଯଦି କ୍ରୋଧ କରିବେ ତେବେ ଆପଣଙ୍କ ଶରୀର ଉପରେ ଆଘାତ ପଡ଼ିବ। ତାପରେ ବି ଆପଣଙ୍କ ଏହି ଋଣ ପରବର୍ତ୍ତୀ ଜନ୍ମରେ ସୁଝିବାକୁ ହେବ ଏବଂ କ୍ରୋଧ ଦ୍ୱାରା ମଧ୍ୟ ଅନ୍ୟ ପକ୍ଷର ଆକ୍ରମଣ ହେଲେ ହୋଇପାରେ। ତଦ୍ୱାରା ଦୁହିଁଙ୍କର ମଧ୍ୟରେ କ୍ଷତି ଆସିବ। କାହାରି ପ୍ରତି ଆକ୍ରୋଶ ମନୋଭାବ ରଖ ନାହିଁ, ଏହା ବହୁତ ଖରାପ ଗୁଣ। ଅଶାନ୍ତ ବ୍ୟକ୍ତିକୁ ସାନ୍ତ୍ୱନା ଦିଅ, ଆପଣଙ୍କର ପୁଣ୍ୟ ହେବ। ଛନ୍ଦ କପଟ କର ନାହିଁ, ଉଦାରତାର ତ୍ୟାଗ କର ନାହିଁ। ତୁମ ପ୍ରତି କେହି ଅତ୍ୟାଚାର କଲେ ଶାନ୍ତିପୂର୍ବକ ସହ୍ୟ କର। ଶତ୍ରୁକୁ ମଧ୍ୟ ପ୍ରେମ କର। ଗାଳି ବଦଳରେ ଆଶୀର୍ବାଦ ଦିଅ। ଲଢ଼ାଇ ଝଗଡ଼ାରେ ଭାଗ ନିଅ ନାହିଁ। ଛୋଟ ମାନଙ୍କୁ ଭଲ ପାଅ, ବଡ଼ ମାନଙ୍କୁ ଆଦର କର। ଗୁରୁଜନକୁ ଭକ୍ତି କର, ଦେବ ଆଶୀର୍ବାଦ ମିଳିବ। ଅତିଥିଙ୍କୁ ଉପଯୁକ୍ତ ସମ୍ମାନ ଦିଅ, ସେହି ସମ୍ମାନ ପୁଣି ଆପଣଙ୍କ ନିଶ୍ଚିନ୍ତ ମିଳିବ। ନିଜ ସ୍ୱାର୍ଥ ପାଇଁ ମିଥ୍ୟା କୁହ ନାହିଁ, କାରଣ ଏହା ଅନ୍ୟର କୌଣସି ବି କ୍ଷତି କଲେ ଆପଣଙ୍କୁ କେବେ ଛାଡ଼ିବନି। ବଡ଼ ଅପରାଧ ଜନ୍ମରେ ନିଶ୍ଚିନ୍ତ ଦଣ୍ଡିତ ହେବାକୁ ପଡ଼ିବ। ଏହା ଥିଲା ଆଜିର କିଛି ହିତବାଣୀ। ରହୁଛି। ନମସ୍କାର। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଶ୍ରୀକୃଷ୍ଣ।